କିଛି କାଳନ୍ତେ ତୁଣ୍ଡୁ ପଡ଼ିଲେ ସର୍ବଦନ୍ତେ। ପୁଣି ଉଠିଲେ କତୁଲେ ବରୁଣ ରାଜା ଚାହିଁ ବୋଲେ। ଦନ୍ତ ହୋଇଲା ପୁନର୍ବାର ଭୋରା ଯାଏବେ ଯଜ୍ଞ କର। ତା ଶୁଣି ବୋଲେ ନୃପମଣି ଏ ନୋହେ କୁଳ ଧର୍ମବାଣୀ। ক্ষত্রিয় বংশে হই যাত যাবত নুহই সমর্থ। তাবত মাংস শুদ্ধ নোহে হেমন্ত বলে পুত্র স্নেহে। বরুণ তার বাক্য মানি କିଛି ନ କହି ହେଲେ ତୁନି। ହେମନ୍ତେ କାଳ ବଞ୍ଚାଇଲା ତା ଜାଣି ପୁତ୍ର ବିଚାରିଲା। ପିତା ଯେ କରିଛନ୍ତି ସତ୍ୟ ଅବଶ୍ୟ ଯଜ୍ଞେ ହେବି ହତ। ପ୍ରାଣର ରକ୍ଷା ଚିନ୍ତା କଲା ତକ୍ଷଣେ ଗ୍ରାମ ଉପେକ୍ଷିଲା। ଧନୁକ ମାଣ ଘେନି କରେ ପଶିଲା ଗହନ ବନରେ। ବନେ ବୁଲନ୍ତେ ଧର୍ମ ଗୁଣୀ ଶୁଣିଲା ଅନ୍ତରିକ୍ଷ ବାଣୀ। ବରୁଣ ପିତା ବନ୍ଦୀ କଲା ଯାବତ ଯଜ୍ଞ ନ ପାଇଲା। ତେଣୁ ଉଦରେ ରୋଗ ଜାତ ବରୁଣ ସାପେ ହୋଇ ଗ୍ରସ୍ତ। ଶୁଣି ରୋହିତ ଶୋକାକୁଳେ ଗ୍ରାମକୁ ଆସିବାର ବେଳେ। ଇନ୍ଦ୍ର ମିଳିଲା ଆସି ପଥେ ବୋଲଇ ରୋହିତ ଗ୍ରତେ। ଯଜ୍ଞ ନ କଲା ତୋର ତାତ କୋପେ ବରୁଣ କଲା ଗ୍ରସ୍ତ। ତୋତେ ଗ୍ରାସିବ କୋପ ବହି ଏବେ ଅରଣ୍যে ଥାଅ ତୁହି। ଧର୍ମକୁ ଯେବେ ତୋର ମନ ଧରଣୀ କର ପର୍ଯ୍ୟଟନ। ଅନେକ ପୁଣ୍ୟ ତୀର୍ଥ କର ଧର୍ମେ ବିଶ୍ୱାସ ଯେବେ ତୋର। ହେମନ୍ତେ ଇନ୍ଦ୍ରର ବଚନେ ରୋହିତ ତୀର୍ଥ କରେ ବନେ। ପୁଣି ଗ୍ରାମକୁ ଇଚ୍ଛା କରେ ଆସନ୍ତେ ଇନ୍ଦ୍ର ତାନିବାରେ। ଏକ ଦ୍ୱିତୀୟ ତ୍ରିଚତୁର୍ଥେ ପଞ୍ଚମ ବର୍ଷେ ତାକୁ ପଥେ। ବୃଦ୍ଧ ବ୍ରାହ୍ମଣ ରୂପ ଧରି ଗ୍ରାମ ଗମନେ ବିଘ୍ନ କରି। ଷଡ଼ ବରଷ ବନେଥିଲା ଅନେକ ତୀର୍ଥ ସେ ଭ୍ରମିଲା। সপ্ত বরসে নিজ গ্রামে মিলিলা যাই তীর্থাশ্রমে। শুনিলা অজি গর্ত মুনি বিকিবা অর্থে পুত্র তিনি। তাহাঙ্ক পাশে সে মিলিলা ମଧ୍ୟମ ପୁତ୍ରକୁ କିଣିଲା। ସେ ପୁତ୍ର ସୁନ ସେ ନାମ ସକଳ ଗୁଣେ ଗୁଣଧାମ। ପିତାର ଅଗ୍ରେ ନେଇ ଦେଲା ତା ଦେଖି ବରୁଣ ଛାଡ଼ିଲା। ସେ ହରିଶ୍ଚନ୍ଦ୍ର ଆସି ପୁରେ ଯଜ୍ଞ ଆରମ୍ଭିଲେ ସମ୍ଭାରେ। ପୁରୁଷ ମେଧ ଯଜ୍ଞ ପଥେ ବିଷ୍ଣୁଙ୍କୁ ପୂଜି ବେଦ ପଥେ। ଆଚାର୍ଯ୍ୟ ବିଶ୍ୱାମିତ୍ର କରି ଯମଦଗ୍ନିଙ୍କୁ ବ୍ରହ୍ମା ବରି। ବଶିଷ୍ଠ ସାମ ଗାନେ ବରି ସମିଧ ହୋତା ତାଙ୍କୁ କରି। ବରୁଣ ଅର୍ଥେ ଯଜ୍ଞ କଲା ସକଳ ଦେବଙ୍କୁ ତୋଷିଲା। ସନ୍ତୋଷ ହୋଇ ସୁର
ହେମନ୍ତେ ମହାଯଜ୍ଞନ୍ତେ ଦକ୍ଷିଣା ଦେଲା ବିଧି ମତେ ବିଶ୍ୱାମିତ୍ରଙ୍କୁ ଭୂମି ଦେଲା ସୁବର୍ଣ୍ଣ ରଥେ ବିଜେ କଲା ରାଜାର ସତ୍ୟ ବ୍ରତ ଚାହିଁ ସନ୍ତୋଷ ବିଶ୍ୱାମିତ୍ର ହୋଇ ତାର ଭକତି ଭାବ ଘେନି ସନ୍ତୋଷେ ବିଶ୍ୱାମିତ୍ର ମୁନି ପରମ ଜ୍ଞାନ ତାକୁ ଦେଲେ ଆକାଶେ ଥାଅ ତୁ ବୋଇଲେ ଆକାଶେ ଥାଅ ଦେବ ପ୍ରାୟ ଅନ୍ତେ ପଶିବୁ ବିଷ୍ଣୁ ଦେହେ ଭାଷା ପ୍ରବନ୍ଧେ ହରିବାଣୀ ଶୁଣି ସଂସାରୁ ତର ପ୍ରାଣୀ ବୋଲୋଇ ଦାସ ଜଗନ୍ନାଥ ନବମ ସ୍କନ୍ଧେ ଭାଗବତ ଇତି ଶ୍ରୀମଦ୍ ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ ନବମ ସ୍କନ୍ଧେ ସପ୍ତମୋऽଧ୍ୟାୟः।